ମୁଁ ମୋ ଆଲମାରିରୁ ଶକ୍ତି ବଢ଼ାଇବା ବଟିକା ବାହାର କଲି ଯାହା କେବେ କେବେ ରୋହନ ନେଉଥିଲେ ଏବଂ ମୁଁ ରୋଷେଇ ଘରକୁ ଚାଲିଗଲି। ମୁଁ ହଳଦୀ ବାଦାମ କ୍ଷୀର ଫୁଟାଇଲି ଏବଂ ସେଥିରେ ଗୋଟିଏ ବଟିକା ପକାଇଦେଲି ଯାହାଫଳରେ ରୋହନଙ୍କୁ ଟିକେ ଶକ୍ତି ମିଳିପାରିବ। ଏମିତି କରୁ କରୁ ରାତି 10:00 ବାଜି ସାରିଥିଲା। ତାପରେ ମୁଁ ଜଲ୍ଦି କ୍ଷୀର ଗ୍ଲାସ୍ ନେଲି ଏବଂ ରୋହନଙ୍କ ରୁମ୍କୁ ଚାଲିଗଲି। ରୋହନ ବହୁତ ଧ୍ୟାନର ସହ ମୋର ଅପେକ୍ଷା କରୁଥିଲେ। ମୁଁ ଭିତରକୁ ଆସିବା କ୍ଷଣି ରୋହନ ଛିଡ଼ା ହୋଇଗଲେ ଏବଂ ମୋତେ ଚାହିଁବାକୁ ଲାଗିଲେ। ଯେତେବେଳେ ସେ କିଛି କହିଲେ ନାହିଁ ମୁଁ ହିଁ ପଚାରିଦେଲି, ଏମିତି କ'ଣ ଚାହୁଁଛ? କୁହ ମୁଁ କେମିତି ଲାଗୁଛି? ରୋହନ ସଂକୋଚରେ କହିଲେ, ଭାଉଜ, ମନ ତ ଏମିତି ହେଉଛି ଯେ ଆପଣଙ୍କୁ ଏବେ ହିଁ ଖାଇଯିବି। ମୁଁ ହସି ହସି ତାଙ୍କୁ କ୍ଷୀର ଗ୍ଲାସ୍ ବଢ଼ାଇଦେଲି ଏବଂ କହିଲି, ମୋତେ ଖାଇବା ଦରକାର ନାହିଁ, ବସ୍ ତୁମେ ଏହାକୁ ପିଇନିଅ। ରୋହନ ଜଲ୍ଦି ଗ୍ଲାସ୍ ଧରିଲେ ଏବଂ ଗୋଟିଏ ନିଶ୍ୱାସରେ କ୍ଷୀର ପିଇଗଲେ। କ୍ଷୀର ପିଉ ପିଉ ମୋର ହାୟ ବନ୍ଧୁଗଣ, ମୋ ନାଁ ନେହା। ମୋ ବୟସ 19 ବର୍ଷ, କିନ୍ତୁ ମୋ ମନ ସବୁବେଳେ ଯୁବକ ହୋଇ ରହେ। ଆଉ ମୋ ଉଚ୍ଚତା ପ୍ରାୟ 5 ଫୁଟ 2 ଇଞ୍ଚ। ଯେତେବେଳେ ମୁଁ ଶାଢ଼ୀ ପିନ୍ଧେ ତ ଯେମିତି ସବୁକିଛି ରହିଯାଏ। ମୋ ସୁନ୍ଦର ରଙ୍ଗ ଉପରେ ଯେତେବେଳେ ସୂର୍ଯ୍ୟଙ୍କ କିରଣ ପଡ଼େ ତ ଲାଗେ ଯେପରି ମୁଁ ଗୋଟିଏ ଜାହ୍ନବୀ ରାତିରେ ବୁଲୁଛି। ଏବେ କଥା ହେବା ମୋର 22 ବର୍ଷର ଦେବରଙ୍କ ବିଷୟରେ, ଯିଏ ମୋର ହୋଇଯାଇଛନ୍ତି। ତାଙ୍କର ନିରୀହତା ଏବଂ ଉତ୍ସାହ ମୋ ମନରେ ଗୋଟିଏ ଶିହରଣ ସୃଷ୍ଟି କରିଦେଇଛି। ଯେତେବେଳେ ସେ ମୋ ଆଡ଼କୁ ଚାହାନ୍ତି ତାଙ୍କ ଆଖିରେ ସେହି ଖାସ୍ ଚମକ ଥାଏ, ଯେମିତି ସେ କୌଣସି ସୁନ୍ଦର ସ୍ୱପ୍ନ ଦେଖୁଛନ୍ତି। କେବେ ସେ ମୋତେ କହନ୍ତି, ଭାଉଜ, ଆଜି ଆପଣ ସତରେ ବହୁତ ସୁନ୍ଦର ଲାଗୁଛନ୍ତି। ସେଥିପାଇଁ ମୋ ସ୍ୱାମୀ କେବେ କେବେ ଦିନରେ ହିଁ ମୋର ପୂଜା କରିଦିଅନ୍ତି। ଆମେ ଗାଁରେ ରହୁ, କାରଣ ମୋ ସ୍ୱାମୀ ରାଜୁ ଜଣେ କୃଷକ। ମୋର 2 ବର୍ଷର ଗୋଟିଏ ଝିଅ ମଧ୍ୟ ଅଛି, ସେଥିପାଇଁ କ୍ଷୀର ମୁଣିଗୁଡ଼ିକ ମଧ୍ୟ ବଡ଼। ମୁଁ ମୋ ସ୍ୱାମୀଙ୍କ ଆଶୀର୍ବାଦ ଭାବି ପ୍ରତିଦିନ ନେଉଥିଲି। ଭଲେ ହିଁ ଆମ ବାହାଘରକୁ 8 ବର୍ଷ ହୋଇସାରିଥିଲା, କିନ୍ତୁ ମୋ ସ୍ୱାମୀ ଏପର୍ଯ୍ୟନ୍ତ ମୋତେ ବହୁତ ଭଲ ପାଉଥିଲେ। ବୈଶେ ଆମାତ୍ୟ ଭାବେ ତାଙ୍କ ରଙ୍ଗ କଳା ହିଁ, କିନ୍ତୁ ମୁଁ ବହୁତ ସଫା ସୁତୁରା ରଖୁଥିଲି ଏବଂ କେବେ କେବେ ମେକଅପ୍ ମଧ୍ୟ କରିନେଉଥିଲି। ଗତ ମାସରେ କିଛି ଏମିତି ଘଟିଲା ଯାହାର ଆମକୁ ଆଦୌ ଆକଳନ ନଥିଲା। ସନ୍ଧ୍ୟାବେଳେ ମୋ ସ୍ୱାମୀ ରାଜୁ ବିଲରୁ ଘରକୁ ଫେରୁଥିଲେ। ତାଙ୍କର କୌଣସି ସାଙ୍ଗର ବାହାଘର ଥିଲା, ସେଥିପାଇଁ ସାଙ୍ଗମାନେ ତାଙ୍କୁ ଟିକେ ପିଆଇ ଦେଇଥିଲେ ଏବଂ ସେ ଟ୍ରାକ୍ଟରରେ ଘରକୁ ଫେରୁଥିଲେ। ଆସିବା ବେଳେ ତାଙ୍କର ଦୁର୍ଘଟଣା ହୋଇଗଲା। ଏହି ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଫ୍ରାକ୍ଚର ହୋଇଗଲା ଏବଂ ଡାକ୍ତର କହିଲେ ଯେ ଭଲ ହେବା ପାଇଁ ଅନ୍ତତଃ 6ରୁ 8 ମାସ ଲାଗିବ। ଏହା ଶୁଣି ମୋ ମନ ଭାଙ୍ଗିଗଲା। ରାଜୁଙ୍କ କଷ୍ଟ ଭଲେ ହିଁ ଶାରୀରିକ ଥିଲା, କିନ୍ତୁ ମୋ ମନରେ ଗୋଟିଏ ଗଭୀର ଚିନ୍ତାର ସମୁଦ୍ର ସୃଷ୍ଟି ହେଲା। ଯେତେବେଳେ ମୁଁ ତାଙ୍କୁ ଡାକ୍ତରଖାନାରେ ଦେଖିଲି, ତାଙ୍କ ଆଖିରେ ଯନ୍ତ୍ରଣାର ଛାୟା ଥିଲା। ମୁଁ ତୁରନ୍ତ ତାଙ୍କ ପାଖକୁ ଯାଇ ତାଙ୍କ ହାତ ଧରିନେଲି। ଏହି କାରଣରୁ ମୋ ନଣନ୍ଦ ଏବଂ ଦେବର ରୋହନ ତାଙ୍କୁ ସମ୍ଭାଳିବା ପାଇଁ ଆସିଥିଲେ। ମୋ ଶାଶୁ ଶ୍ୱଶୁର ଏବଂ ନଣନ୍ଦ ତ ଫେରିଗଲେ, କିନ୍ତୁ ରୋହନ ରାଜୁଙ୍କୁ ଏଠାରେ ରହିବା ପାଇଁ କହିଦେଲେ, କାରଣ ସେ ଠିକ୍ ଭାବେ ଛିଡ଼ା ମଧ୍ୟ ହୋଇପାରୁନଥିଲେ। ମୋତେ ହିଁ ବଜାରରୁ ଜିନିଷ ଆଣିବା ଏବଂ ବାହାର କାମ କରିବାକୁ ପଡ଼ୁଥିଲା। ସେଥିପାଇଁ ମୁଁ ମୋ ନଣନ୍ଦଙ୍କୁ କହି ରୋହନଙ୍କୁ କିଛି ଦିନ ରହିବା ପାଇଁ କହିଦେଲି। ରୋହନ ମାନିଗଲେ ଏବଂ ବହୁତ ଖୁସି ହୋଇଗଲେ। ରୋହନ ମୋ କାନ୍ଧ ପର୍ଯ୍ୟନ୍ତ ହିଁ ଆସୁଥିଲେ। ଶରୀର ମଧ୍ୟ ଠିକ୍ଠାକ୍ ଥିଲା ଏବଂ ରଙ୍ଗ ମଧ୍ୟ ସାଧାରଣ ଥିଲା। ରୋହନ ବେଶୀ ଖରାପ କିସ୍ମର ପୁଅ ଲାଗୁନଥିଲେ ଏବଂ ମୁଁ ମଧ୍ୟ ଖୁସି ଥିଲି ଯେ କେହି ଜଣେ ତ ଆସିଲା ଯିଏ ମୋର ସାହାଯ୍ୟ କରିପାରିବ। ଆଜି ରୋହନ ମୋତେ ଟିକେ ଟିକେ ଲାଜ କରୁଥିଲେ, କାରଣ ସେ ବାହାଘର ପରେ ମୋତେ ପ୍ରଥମ ଥର ଦେଖୁଥିଲେ। ରାତିରେ ଯେତେବେଳେ ମୁଁ ରାଜୁଙ୍କୁ ଖାଇବାକୁ ଦେଉଥିଲି, ସେତେବେଳେ ରୋହନ ମଧ୍ୟ ଆମ ପାଖରେ ବସିଥିଲେ। ତାପରେ ରୋହନ ନିଜ ରୁମକୁ ଯାଇ ସମୟରେ ଶୋଇପଡ଼ିଲେ। ରାଜୁଙ୍କ ମୁହଁରେ ଟିକେ ଆଶ୍ୱସ୍ତି ଥିଲା, କିନ୍ତୁ ଏବେ ବି ଯନ୍ତ୍ରଣା ଥିଲା। ସେତେବେଳେ ମୋ ଭିତରର ଭାବନାଗୁଡ଼ିକ ବାହାରକୁ ଆସିଗଲା। ମୁଁ ରାଜୁଙ୍କ ପାଖରେ ବସି କହିଲି, ସେସବୁ କିଛି ଦିନ ଥିଲା ଯେତେବେଳେ ଆପଣ ନିୟମିତ ଭୂତ ମାରୁଥିଲେ। ରାଜୁ ଏହା ଶୁଣି ହସିବାକୁ ଲାଗିଲେ। କ'ଣ ହେଲା ମୋ ରାଣୀ, ଆଜି ତ ପୁରା ମଜାରେ ଥିବା ପରି ଲାଗୁଛ। ମୁଁ କହିଲି, ନାହିଁ ଯେ ଆପଣଙ୍କୁ ତ ମଜାକ ଲାଗୁଛି, ଆଉ ଏପଟେ ମୋର ଖରାପ ଅବସ୍ଥା ହୋଇଯାଇଛି। ସତ କହିଲେ, ଏମିତିରେ ମୋର ଖରାପ ହଲ୍ ହୋଇଗଲାଣି। ମୋ ସ୍ୱାମୀ କହିଲେ, ମୁଁ ତୁମ କଷ୍ଟ ବୁଝିପାରୁଛି ନେହା। ମୋର ମଧ୍ୟ ବହୁତ ମନ ହେଉଛି, କିନ୍ତୁ କ'ଣ କରିବି, ମୁଁ ତ ଠିକ୍ ଭାବେ ଛିଡ଼ା ମଧ୍ୟ ହୋଇପାରୁନାହିଁ। ବସ୍ ଆଉ କିଛି ଦିନ ସହିନିଅ, ତାପରେ ଦେଖିବ ମୁଁ ଏହି ଭୂତର କ'ଣ ହଲ୍ କରୁଛି। ସେତେବେଳେ ମୁଁ କହିଲି, କିଛି ଦିନ ନୁହେଁ, ପୁରା 6 ମାସ ବାକି ଅଛି ପ୍ଲାଷ୍ଟର ଓହ୍ଲାଇବାରେ, ଆଉ ମୋର ତ ଗୋଟିଏ ମାସରେ ହିଁ ଏହି ହଲ୍ ହେଲାଣି। ଜାଣିନାହିଁ ଆଗକୁ ଦିନଗୁଡ଼ିକ କେମିତି କଟିବ। ମୋ ସ୍ୱାମୀ ମୋ ଦୁଃଖ ଦୂର କରିବା ପାଇଁ କହିଲେ, ଚାଲ, ସେତିକି ନହେଲେ ବି ରେ କ୍ଷୀର ଟିକେ ପିଆଇ ଦିଅ, ଡାକ୍ତର ମଧ୍ୟ କହିଛନ୍ତି। ସେତେବେଳେ ମୁଁ ହସି ହସି କହିଲି, ଆପଣଙ୍କ ଭାଗ୍ୟରେ ତ ସେତିକି ବି ନାହିଁ, କାରଣ ଆପଣଙ୍କ ଝିଅରାଣୀ ପିଇଦେଇଛି। ଆମେ ଦୁହେଁ ଜୋରରେ ହସିବାକୁ ଲାଗିଲୁ। ମୋ ସ୍ୱାମୀ ମୋତେ ଖୁସି ରଖିବାକୁ ପୁରା ଚେଷ୍ଟା କରୁଥିଲେ, କିନ୍ତୁ ମୁଁ କ'ଣ କରିବି? ସବୁ ବେକାର ଥିଲା।
ଟିକେ ସମୟ ପରେ ରାଜୁ ଶୋଇପଡ଼ିଲେ, କାରଣ ତାଙ୍କ ଔଷଧରେ ଘୁମ ବଟିକା ମଧ୍ୟ ଥିଲା। କିନ୍ତୁ ମୋତେ କେଉଁଠି ଘୁମ ଆସୁଥିଲା। ସେଥିପାଇଁ ମୁଁ ଛିଡ଼ା ହୋଇ ରୋହନଙ୍କ ରୁମରେ ଦେଖିବାକୁ ଗଲି ଯେ ସେ ଶୋଇଛନ୍ତି କି ନାହିଁ। କିନ୍ତୁ ରୋହନ ଏପର୍ଯ୍ୟନ୍ତ ଚେଇଁଥିଲେ ଏବଂ ମୋବାଇଲ ଦେଖୁଥିଲେ। ମୁଁ ତାଙ୍କ ରୁମକୁ ଯାଇ କହିଲି, କ'ଣ ହେଲା ରୋହନ? 11:00 ବାଜିଲାଣି ଆଉ ତୁମକୁ ଏପର୍ଯ୍ୟନ୍ତ ଘୁମ ଆସୁନାହିଁ? ଶୋଇନାହଁ? ଲାଗୁଛି ତୁମ ମନ ଲାଗୁନାହିଁ। ରୋହନ ଉଠି ବସିଲେ ଏବଂ କହିଲେ, ନାହିଁ ଭାଉଜ, ଏମିତି କିଛି କଥା ନୁହେଁ। ବସ୍ ଏମିତି ହିଁ ଫୋନ୍ ଦେଖୁ ଦେଖୁ ଡେରି ହୋଇଗଲା। ତାପରେ ରୋହନ ପଚାରିଲେ, ଭାଉଜ ଆପଣ ମଧ୍ୟ ଶୋଇନାହାନ୍ତି? ମୁଁ କହିଲି, ମୋତେ ତ ଆଜିକାଲି ଘୁମ ହିଁ ଆସୁନାହିଁ। ରୋହନ ପଚାରିଲେ, କାହିଁକି, କ'ଣ ହେଲା? ମୁଁ ହସି ହସି କହିଲି, ନାହିଁ, ସେସବୁ ମୁଁ ତୁମକୁ କହିପାରିବି ନାହିଁ। ଯେତେବେଳେ ତୁମ ବାହାଘର ହେବ ତୁମେ ନିଜେ ହିଁ ଜାଣିପାରିବ। ମୋ ପାଟିରୁ ଏମିତି ଶୁଣି ରୋହନ ନିଜ ଆଖି ତଳକୁ ନୁଆଇଦେଲେ ଏବଂ ଭିତରେ ଭିତରେ ହସିବାକୁ ଲାଗିଲେ। ସେତେବେଳେ ମୁଁ କହିଲି, ଆରେ ତୁମେ ତ ଏତିକି କଥାରେ ଲାଜ କରୁଛ। ଆଚ୍ଛା କୁହ, ଏପର୍ଯ୍ୟନ୍ତ କୌଣସି ଝିଅ ପଟାଇଛ କି ନାହିଁ? ରୋହନ କିଛି କହିଲେ ନାହିଁ। ତାଙ୍କ ଭାଉଜ ମଧ୍ୟ ଲାଜେଇ ଯାଉଥିଲେ। ସେତେବେଳେ ମୁଁ ତାଙ୍କ ହାତ ଧରିଲି ଏବଂ କହିଲି, ଆରେ ପାଗଳ, ନିଜ ଭାଉଜଙ୍କୁ ଏତେ ଲାଜ କର ନାହିଁ। ସେ ଧୀରେ କହିଲେ, ଭାଉଜ ସତ କହିଲେ, ଏମିତି କଥା ମୁଁ ଏପର୍ଯ୍ୟନ୍ତ ମୋ ସାଙ୍ଗମାନଙ୍କ ସହ ମଧ୍ୟ କରିନାହିଁ। ମୁଁ ମୁହଁ ଖରାପ କରି କହିଲି, ତୁମେ ତ ବହୁତ ନିରୀହ ରୋହନ। ଚାଲ, କିଛି କଥା ନାହିଁ। ଏବେ ତୁମେ ମୋ ପାଖକୁ ଆସିଯାଇଛ ତ ମୁଁ ତୁମକୁ ସବୁ ଶିଖାଇଦେବି। ମୁଁ କଥା ହେଉ ହେଉ ରୋହନଙ୍କ ରୁମରେ ହିଁ ଶୋଇପଡ଼ିଥିଲି। ସକାଳେ ଯେତେବେଳେ ମୋ ଆଖି ଖୋଲିଲା, ରୋହନରେ ବସି ମୋତେ ହିଁ ଚାହିଁ ରହିଥିଲେ। ମୁଁ ଉଠିବା କ୍ଷଣି ରୋହନ ମୋତେ ଗୁଡ୍ ମର୍ଣ୍ଣିଂ କହିଲେ। ଯେତେବେଳେ ମୁଁ ପଚାରିଲି, କ'ଣ ଦେଖୁଛ? ତ ସେ କହିଲେ, ଭାଉଜ, ଆପଣ ସତରେ ବହୁତ ସୁନ୍ଦର। ମୁଁ ହସି ହସି କହିଲି, ଆଚ୍ଛା, ତୁମେ ଏବେ ସକାଳୁ ସକାଳୁ ସୌନ୍ଦର୍ଯ୍ୟର ନଜାରା ନେଉଛ, ଆଉ ରାତିରେ ତ ବହୁତ ଲାଜ କରୁଥିଲ। ରୋହନ ହସି ହସି ପଚାରିବାକୁ ଲାଗିଲେ, ଭାଉଜ ଆପଣ ରାଗିବେ ନାହିଁ ତ ଗୋଟିଏ କଥା ପଚାରିପାରେ? ମୁଁ କହିଲି, ଆରେ ପାଗଳ, ମୁଁ କାହିଁକି ରାଗିବି? ପଚାର, କ'ଣ ପଚାରିବାର ଅଛି? ରୋହନ ମୋତେ କହିବାକୁ ଲାଗିଲେ, ଭାଉଜ ସତ ସତ କୁହନ୍ତୁ, ଆପଣ ଯେଉଁ 2.5 କିଲୋର ଓଜନ ନିଜ ପାଖରେ ନେଇ ବୁଲୁଛନ୍ତି, ଆପଣଙ୍କୁ ଭାରି ଲାଗେ ନାହିଁ? ତାଙ୍କର ଏହି କଥା ଶୁଣି ମୋ ହସ ବାହାରିଗଲା। ଏହାପରେ ରୋହନ ମୋ ସହ ବହୁତ ମିଶିଗଲେ ଏବଂ ଏବେ ସେ ମୋତେ ବେଶୀ ଲାଜ କରୁନଥିଲେ। ଏଥିରେ ମୁଁ ମଧ୍ୟ ବହୁତ ଖୁସି ଥିଲି, କାରଣ ଏବେ ମୋର ମଧ୍ୟ ସମୟ ଭଲରେ କଟୁଥିଲା। ରୋହନ ଆସିବାର ବାହାରରୁ 14 ଦିନ ବିତିସାରିଥିଲା ଏବଂ ସେ ମୋ ସହ ବହୁତ ମିଶିଯାଇଥିଲେ। ସେ ବାହାରର ସବୁ କାମ କରିଦିଅନ୍ତି, ବଜାରରୁ ଜିନିଷ ଆଣିଦିଅନ୍ତି ଏବଂ ନିଜ ଭାଇଙ୍କୁ ମଧ୍ୟ ବୁଲାଇ ଦିଅନ୍ତି। ମୋର ତ ବହୁତ ସେବା କରିବାକୁ ଲାଗିଲେ। ସନ୍ଧ୍ୟାବେଳେ ମୋ ମୁଣ୍ଡ ମଧ୍ୟ ଚିପି ଦିଅନ୍ତି ଏବଂ କେବେ କେବେ ମୋ ଶରୀରକୁ ମଧ୍ୟ ବିଶ୍ରାମ ଦିଅନ୍ତି। କିନ୍ତୁ ମୋର ଫରମାଇଶ ଦିନକୁ ଦିନ ବଢ଼ୁଥିଲା ଏବଂ ମୋ ସ୍ୱାମୀଙ୍କ ଅବସ୍ଥା ଏବେ ବି ସେମିତି ଥିଲା। ଏବେ ସବୁକିଛି ମୋ ସହ୍ୟ ବାହାରକୁ ଚାଲିଯାଇଥିଲା। ମୁଁ ଭାବିଲି ଯେ ଏବେ ତ ରୋହନ ହିଁ ଅଛନ୍ତି, ଯିଏ ମୋର ହେଲ୍ପ କରିପାରିବେ। ବଇସେ ମୋ ଗାଁରେ ମଧ୍ୟ 2 ଜଣ ପୁଅ ରହୁଥିଲେ, ଯେଉଁମାନେ ଚାଷ କରୁଥିଲେ। ସେମାନେ ମଧ୍ୟ ମୋତେ ଦେଖୁଥିଲେ। ଯେତେବେଳେ ବି ମୁଁ ଛାତ ଉପରକୁ ବାଳ ଶୁଖାଇବାକୁ କିମ୍ବା ଲୁଗା ଶୁଖାଇବାକୁ ଯାଉଥିଲି, ସେମାନେ ମୋତେ ହିଁ ଦେଖୁଥିଲେ। ପ୍ରଥମେ ତ ମୁଁ ଭାବିଲି ଯେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିନିଏ, ଯାହାଫଳରେ କିଛି ସମୟ ପାଇଁ କାମ ଚଳିଯିବ। କିନ୍ତୁ ତାପରେ ମୁଁ ଭାବିଲି ଯେ ମୁଁ ଏହି ଘରର ଇଜ୍ଜତ। କାଲି ସକାଳେ ଜାଣିନାହିଁ ସେମାନଙ୍କ ମଧ୍ୟରୁ କିଏ ମୋତେ କିମ୍ବା ମୋ ସ୍ୱାମୀଙ୍କୁ ବଦନାମ କରିଦେବ। ସେଥିପାଇଁ ମୁଁ ସେମାନଙ୍କୁ ଗୁରୁତ୍ୱ ଦେଲି ନାହିଁ। କିନ୍ତୁ ରୋହନ ତ ଘରର ହିଁ, ସେଥିପାଇଁ ମୁଁ ଭାବିନେଲି ଯେ ସେ ହିଁ ମୋର ହେଲ୍ପ କରିପାରିବେ। ଆଜି ମୁଁ ପକ୍କା ପ୍ଲାନ୍ କରିନେଲି ଯେ ଆଜି ରୋହନଙ୍କଠାରୁ ହେଲ୍ପ ନେଇ ହିଁ ରହିବି। ତାପରେ ମୁଁ ରୋଷେଇ ଘରକୁ ରାନ୍ଧିବା ପାଇଁ ଗଲି। ଯେତେବେଳେ ରୋହନ ଗାଧୋଇ ଫ୍ରେଶ୍ ହେବା ପରେ ରୋଷେଇ ଘରକୁ ଆସିଲେ, ମୁଁ କ୍ଷୀର କାଢ଼ିବାର ବାହାନା କଲି। ମୁଁ ରୋଷେଇ ଘରର ଲିଟେସ୍ରେ କ୍ଷୀର କାଢ଼ୁଥିଲି। ମୋ ଝିଅ ଏବେ ଆଈ ଘରକୁ ଯାଇଥିଲା, କାରଣ ଘରେ ତାକୁ ସମ୍ଭାଳିବା ପାଇଁ କେହି ନଥିଲେ। ସେଥିପାଇଁ ଏବେ ବାକି କ୍ଷୀର କାଢ଼ିବାକୁ ପଡ଼ୁଥିଲା। ଆଉ ଘରେ ମୋ ସ୍ୱାମୀ ଏବଂ ରୋହନଙ୍କ ବ୍ୟତୀତ କେହି ନଥିଲେ, ତ ମୋତେ ଭୟ ମଧ୍ୟ ଲାଗୁନଥିଲା। ଯେତେବେଳେ ରୋହନ ଭିତରକୁ ଆସିଲେ, ସେ ମୋତେ ଦେଖି ଏକଦମ ଡରିଗଲେ ଏବଂ କହିବାକୁ ଲାଗିଲେ, ସରି ଭାଉଜ, ମୋତେ କ୍ଷମା କରିଦିଅନ୍ତୁ, ମୁଁ ଦେଖିନଥିଲି ଏବଂ ବାହାରକୁ ଯିବାକୁ ଲାଗିଲେ। ସେତେବେଳେ ମୁଁ ତାଙ୍କୁ ଅଟକାଇଲି, ଆରେ ରୋହନ, କ'ଣ ହେଲା? କିଛି କଥା ନାହିଁ, ଭିତରକୁ ଆସ। ରୋହନ କହିଲେ, ଆରେ ଭାଉଜ, ଏମିତି ମୁଁ କେମିତି ଭିତରକୁ ଆସିବି? ମୁଁ କହିଲି, ଏମିତି ସେମିତି ହୁଅ ନାହିଁ, ଜଲ୍ଦି ଆସି ମୋର ସାହାଯ୍ୟ କର। ରୋହନଙ୍କ ମନ ମଧ୍ୟ ହେଉଥିଲା, କିନ୍ତୁ ମୁଁ ତାଙ୍କ ଭାଉଜ ଥିଲି, ସେଥିପାଇଁ ସେ ଟିକେ ଅସହଜ ଅନୁଭବ କରୁଥିଲେ। ତାପରେ ମୁଁ ତାଙ୍କୁ କହିଲି, ଆରେ ଏତେ କାହିଁକି ଲାଜ କରୁଛ? ଏବେ ଜଲ୍ଦି ଆସ ଏବଂ ମୋର ସାହାଯ୍ୟ କର। ଧୀରେ ଧୀରେ ରୋହନ ରୋଷେଇ ଘରକୁ ଆସିଲେ ଏବଂ ପାଖକୁ ଆସି ଛିଡ଼ା ହୋଇଗଲେ। ସେ ମୋତେ ଚାହିଁ ରହିଗଲେ। ସେତେବେଳେ ମୁଁ କହିଲି, ଏମିତି କ'ଣ ଚାହିଁଛ? କ'ଣ ତୁମେ ଆଜି ପର୍ଯ୍ୟନ୍ତ ଦେଖିନୁ?
ରୋହନ କହିଲେ, ମା କସମ ଭାଉଜ, ମୁଁ ଆପଣଙ୍କୁ କହିପାରିବି ନାହିଁ ଯେ ମୋତେ କେମିତି ଲାଗୁଛି। ବହୁତ ହି ଭଲ ଭାଉଜ। ମୁଁ କହିଲି, ପ୍ରଶଂସା କରିବା ଛାଡ଼, ଆଉ ଏଠାରେ ମୋର ସାହାଯ୍ୟ କର। ସେତେବେଳେ ରୋହନ କହିଲେ, ଭାଉଜ, ମୋତେ ଆସୁନାହିଁ, କେମିତି କରିବାକୁ ହେବ? ତ ମୁଁ କହିଲି, ଆରେ ବୁଧୁ, ଏଥିରେ କିଛି କରିବାର ନାହିଁ। ଏହି ନିଅ ଧର ଏବଂ ବସ୍ ଧୀରେ ଧୀରେ କାଢ଼। ଟିକେ ସମୟ ପରେ ଯେତେବେଳେ ରୋହନଙ୍କ ସାହାଯ୍ୟରେ ହାତ ଦ୍ରୁତ ହେବାକୁ ଲାଗିଲା, ମୁଁ ଭାବିଲି ଯେ ଏବେ ମୋର ଆଗକୁ ନେଇ ସଠିକ୍ ଭାବେ କାମ କରିବାର ସମୟ। କିନ୍ତୁ ଯେମିତି ମୁଁ ନଇବାକୁ ଲାଗିଲି, ଦେଖିଲି ଯେ ରୋହନଙ୍କ କାମ ତ ଆଗରୁ ହିଁ ଶେଷ ହୋଇସାରିଥିଲା। ତାଙ୍କୁ ଦେଖି ମୋ ମନ ବହୁତ ଦୁଃଖୀ ହେଲା। କିନ୍ତୁ ତଥାପି ମୋ ହସ ବାହାରିଗଲା। ମୁଁ ଅଭିମାନରେ ରୋହନଙ୍କୁ ମାରି କହିଲି, ଏ କ'ଣ କଲୁ ପାଗଳ ତୁ? ତୁ ତ ଆରମ୍ଭ ହେବା ପୂର୍ବରୁ ହିଁ ଶେଷ କରିଦେଲୁ। ଏହାପରେ ଯେମିତି ରୋହନଙ୍କ ନିଶା ଓହ୍ଲାଇଲା, ସେ ହଡ଼ବଡ଼େଇ ଯାଇ କହିଲେ, ସରି ଭାଉଜ, ସରି। ମୁଁ ଏମିତି କାମ ପୂର୍ବରୁ କେବେ କରିନାହିଁ, ସେଥିପାଇଁ ମୋ ଦ୍ୱାରା ଏମିତି ହୋଇଗଲା। ମୁଁ ଏବେ ଯାଇ ସଫା କରି ଆସୁଛି। ଏବଂ ସେ ମୋର ଗୋଟିଏ ହେଲେ କଥା ଶୁଣିଲେ ନାହିଁ, ଆଉ ତୁରନ୍ତ ରୋଷେଇ ଘରୁ ଚାଲିଗଲେ। ମୁଁ ମଧ୍ୟ ତାଙ୍କୁ ବେଶୀ ଅଟକାଇବାକୁ ଚେଷ୍ଟା କଲି ନାହିଁ, କାରଣ ମୁଁ ବୁଝିସାରିଥିଲି ଯେ ଏହା ତାଙ୍କ ପାଇଁ ଏତେ ସହଜ ହେବ ନାହିଁ। ଏହି ସବୁ ଚକ୍କରରେ ଆଜି ରାନ୍ଧିବା ମଧ୍ୟ ଡେରି ହୋଇଗଲା। ସେଥିପାଇଁ ମୁଁ ଜଲ୍ଦି ଖାଇବା ତିଆରି କଲି ଏବଂ ରାଜୁଙ୍କୁ ଦେବା ପାଇଁ ଗଲି। ରାଜୁ ମଧ୍ୟ ବସି ବସି ଖାଇବା ଅପେକ୍ଷା କରୁଥିଲେ। ରାଜୁ ଏକଦମ ସିଧାସାଧା ଏବଂ ସରଳ ସ୍ୱଭାବର ମଣିଷ। ସେ ମୋର ବହୁତ ଚିନ୍ତା କରନ୍ତି। ଯେତେବେଳେ ମୁଁ ତାଙ୍କ ପାଇଁ ଖାଇବା ନେଇଗଲି, ପୁରା ଝାଳରେ ଭିଜି ଯାଇଥିଲି। ମୋତେ ଦେଖି ସେ କହିଲେ, ଏତେ ବ୍ୟସ୍ତ କାହିଁକି ହେଉଛ ନେହା? ଧୀରେ ଧୀରେ କାମ କରନା। ଦେଖ ତୁମେ ନିଜର କ'ଣ ହଲ୍ କଲଣି। ସେତେବେଳେ ମୁଁ ତାଙ୍କୁ କାଢ଼ି କହିଲି, ଏହା ତ କିଛି ନୁହେଁ। ଯେତେବେଳେ ଆପଣ କାମ କରନ୍ତି, ମୋର ଏହାଠାରୁ ବି ଖରାପ ହଲ୍ ହୋଇଯାଏ। ଆଉ ସେତେବେଳେ ତ ମୁଁ ଆପଣଙ୍କୁ ଅଟକିବା ପାଇଁ ମଧ୍ୟ କହେ, କିନ୍ତୁ ଆପଣ ତ ନ କହି କାମରକୁ ଦ୍ୱିଗୁଣିତ କରିଦିଅନ୍ତି। ମୋ ପାଟିରୁ ଏମିତି ଶୁଣି ମୋ ସ୍ୱାମୀ ହସିବାକୁ ଲାଗିଲେ। ତୁମେ ବି ନା ନେହା, କେଉଁ କଥା କେଉଁଠିକୁ ନେଇଯାଉଛ? ଏହାପରେ ରାଜୁ ଖାଇନେଲେ ଏବଂ ମୁଁ ତାଙ୍କୁ ଔଷଧ ମଧ୍ୟ ଦେଇଦେଲି। ଔଷଧ ନେବା ପରେ ତାଙ୍କୁ ଘୁମ ଆସିଗଲା ଏବଂ ସେ ବିଶ୍ରାମ ନେଲେ। ମୁଁ ମଧ୍ୟ ବହୁତ ଥକି ଯାଇଥିଲି, ସେଥିପାଇଁ ମୁଁ ଗାଧୋଇ ପାଧୋଇ ଫ୍ରେଶ୍ ହୋଇଗଲି। ଏହାପରେ ମୁଁ ରୋହନଙ୍କରେ ତାଙ୍କୁ ଦେଖିବାକୁ ଗଲି, ତ ସେ ମଧ୍ୟ ଶୋଇପଡ଼ିଥିଲେ। ତାପରେ ମୁଁ ମଧ୍ୟ ଆସି ଆରାମ କଲି। ସନ୍ଧ୍ୟାବେଳେ ଯେତେବେଳେ ମୁଁ ରୋହନଙ୍କୁ ଚା ଦେବାକୁ ଗଲି, ସେ ବସି ଫୋନ୍ ଚଲାଉଥିଲେ। ମୋତେ ଦେଖି ତାଙ୍କ ମୁହଁରେ ହସ ଆସିଗଲା। ମୁଁ ମଧ୍ୟ ତାଙ୍କୁ ଦେଖି ହସିଲି ଏବଂ ପଚାରିଲି, କ'ଣ କଥା ରୋହନ, ଆଜି ତ ତୁମେ ବହୁତ ଢିଲା ଢିଲା ଲାଗୁଛ? ରୋହନ କହିଲେ, ଭାଉଜ, ମୁଁ ପ୍ରଥମ ଥର ଏମିତି କାମର ଅନୁଭବ ନେଲି। ପ୍ଲିଜ୍ ଆପଣ ରାଗିବେ ନାହିଁ। ମୁଁ ସତ କହୁଛି, ମୋ ଦ୍ୱାରା ଆଦୌ କାମ ହୋଇପାରିଲା ନାହିଁ। ସେତେବେଳେ ମୁଁ ତାଙ୍କୁ ଅଟକାଇ କହିଲି, ଆରେ ବୋକା, ମୁଁ କେବେ ରାଗିଲି? ବଇସେ ସତ କହିଲେ ମୋତେ ମଧ୍ୟ ଭଲ ଲାଗୁଥିଲା। ଏହାପରେ ମୁଁ ରୋହନଙ୍କୁ ଚା ବଢ଼ାଇଦେଲି ଏବଂ ତାଙ୍କ ସହ ବସି ପିଇବାକୁ ଲାଗିଲି। ଆମେ ଦୁହେଁ କଥା ହେବାକୁ ଲାଗିଲୁ। ଆଜି ରୋହନଙ୍କ ପାଟିରୁ ମୋ ପାଇଁ ଫୁଲ ହିଁ ଝରୁଥିଲା। ସେ ବସ୍ ମୋ ଆଡ଼କୁ ହିଁ ପ୍ରଶଂସା କରିଚାଲିଥିଲେ, ଭାଉଜ, ଆପଣ ବହୁତ ଭଲ। ମୁଁ ତ ଭାବୁଛି ଯେ ସାରା ଜୀବନ ଆପଣଙ୍କ ଘରେ ହିଁ ରହିଯିବି। ଏହି 14 ଦିନରେ ମୋତେ ସ୍ୱର୍ଗ ପରି ଅନୁଭବ ହେଲାଣି। ଆଉ ତା ଉପରେ ଆପଣଙ୍କ ସୌନ୍ଦର୍ଯ୍ୟ। ମୁଁ ହସି ହସି କହିଲି, ଆଜି ତ ତୁମ ପାଟିରୁ କେବଳ ପ୍ରଶଂସା ହିଁ ବାହାରୁଛି ଲାଗୁଛି। ରୋହନ ମୋ ହାତ ଧରି କହିଲେ, ଆପଣ ସଠିକ୍ କହୁଛନ୍ତି ଭାଉଜ। ଏବେ ଆପଣଙ୍କୁ ମଧ୍ୟ ମୋ କାମରେ ମୋର ସାହାଯ୍ୟ କରିବାକୁ ହେବ। ଏବେ ତ ଆପଣଙ୍କୁ ମୋ କଥା ମାନିବାକୁ ହିଁ ପଡ଼ିବ। ପ୍ଲିଜ୍ ଭାଉଜ, ମନା କରିବେ ନାହିଁ। ବସ୍ ଗୋଟିଏ ଥର ପାଇଁ ମୋର କାମବାଲି ହୋଇଯାଆନ୍ତୁ। ଏହାପରେ ଆପଣ ଯାହା କହିବେ ମୁଁ କରିବି। ଯେତେବେଳେ ରୋହନ ଏସବୁ କହୁଥିଲେ, ତାଙ୍କ ମୁହଁ ଲାଲ ଟମାଟୋ ପରି ହୋଇଯାଇଥିଲା ଏବଂ ମୋ ହସ ବାହାରି ପଡ଼ିଥିଲା। ମୁଁ ତାଙ୍କ ମୁଣ୍ଡରେ ହାତ ମାରି କହିଲି, ଆରେ ପାଗଳ, ଏତେ ସିରିୟସ୍ କାହିଁକି ହେଉଛ? କୁହ, ମୁଁ ତୁମକୁ କେବେ କୌଣସି ଜିନିଷ ପାଇଁ ମନା କରିଛି? ବଇସେ ବି ଏବେ ତୁମ ଭାଇ ତ ସେମିତି ବି ମୋ କାମରେ ସାହାଯ୍ୟ କରିପାରୁନାହାନ୍ତି। ଆଉ ତୁମେ ଏତେ ଲାଜ କର ନାହିଁ। ଯଦି ଏତେ ଲାଜ କରିବ ତ କେମିତି ଚାଲିବ? ଏବେଠାରୁ ତୁମେ ମୋତେ ନିଜ ଭାଉଜ ନୁହେଁ, ବରଂ କାମବାଲି ହିଁ ଭାବିବ। ରୋହନ କହିଲେ, ଭାଉଜ, ଆଉ ଗୋଟିଏ କଥା, ମୋର ତ କାମ କରୁ କରୁ ହିଁ ଗଳିଯାଉଛି। ବହୁତ କାମ କରେ। ମୁଁ ତାଙ୍କୁ କହିଲି, ଏହାର ଚିନ୍ତା କର ନାହିଁ, ଏହାର ବ୍ୟବସ୍ଥା ମୁଁ କରିଦେବି। ତୁମେ ବସ୍ କାମ ପାଇଁ ପ୍ରସ୍ତୁତ ରହିବ। ମୁଁ ଏତିକି କହିବା କ୍ଷଣି ରୋହନ ଖୁସି ହୋଇଗଲେ ଏବଂ ଥ୍ୟାଙ୍କ୍ସ ଭାଉଜ କହିବାକୁ ଲାଗିଲେ, ଭାଉଜ, ଆପଣ ବହୁତ ଭଲ। ଏହାପରେ ମୁଁ ଚାଲିଗଲି, କାରଣ ସନ୍ଧ୍ୟା ହେଉଥିଲା ଏବଂ ମୋତେ ରାଜୁଙ୍କୁ ଗାଧୋଇବାର ମଧ୍ୟ ଥିଲା। ଯେତେବେଳେ ରାଜୁ ଗାଧୋଇ ନେଲେ, ରୋହନ ତାଙ୍କୁ ବାହାରେ ବୁଲାଇବାକୁ ନେଇଗଲେ। ଏହାପରେ ମୁଁ ଜଲ୍ଦି ଜଲ୍ଦି ସବୁ କାମ କଲି ଏବଂ ସେମାନେ ଆସିବା ପୂର୍ବରୁ ଖାଇବା ତିଆରି କରିଦେଲି। ଆସୁ ଆସୁ ରୋହନ ହାତଗୋଡ଼ ଧୋଇଲେ ଏବଂ ଖାଇବା ପାଇଁ ବସିଗଲେ। ଏତିକିରେ 9:00 ବାଜିସାରିଥିଲା ଏବଂ ସ୍ୱାମୀଙ୍କ ଔଷଧ ସମୟ ହେଉଥିଲା। ସେଥିପାଇଁ ମୁଁ ତାଙ୍କୁ ନେଇଗଲି ଏବଂ ଔଷଧ ଦେଇଦେଲି।
ରାଜୁଙ୍କରେ ଘୁମ ବଟିକା ମଧ୍ୟ ଥିଲା, ଯାହାଫଳରେ ତାଙ୍କୁ ବେଶୀ ଯନ୍ତ୍ରଣା ନ ହେଉ ଏବଂ ସହଜରେ ଘୁମ ଆସିଯାଉ। ରାଜୁ ଔଷଧ ନେଇ ଜଲ୍ଦି ଶୋଇପଡ଼ିଲେ। ମୁଁ ତାଙ୍କ ମୁଣ୍ଡ ଚିପୁଥିଲି। ଯେତେବେଳେ ମୋତେ ଜଣାପଡ଼ିଲା ଯେ ରାଜୁ ଶୋଇସାରିଛନ୍ତି, ମୁଁ ଗାଧୋଇବାକୁ ଗଲି। ଗାଧୋଇ ମୁଁ ସବୁଜ ରଙ୍ଗର ଶାଢ଼ୀ ପିନ୍ଧିଲି, ବାଳର ଚୂଡ଼ା ବାନ୍ଧିନେଲି ଏବଂ ବାସ୍ନା ପାଇଁ ପରଫ୍ୟୁମ୍ ମଧ୍ୟ ଲଗାଇଦେଲି। ବଇସେ ତ ମୁଁ ମେକଅପ୍ କେବେ କେବେ ହିଁ କରୁଥିଲି, କିନ୍ତୁ ଆଜି ଟିକେ ଟିକେ କରିନେଲି, ଯାହାଫଳରେ ମୁହଁ ବ୍ଲଶ୍ କରୁ। ପୂରା ପ୍ରସ୍ତୁତ ହେବା ପରେ ମୁଁ ମୋ ଆଲମାରିରୁ ଶକ୍ତି ବଢ଼ାଇବା ବଟିକା ବାହାର କଲି, ଯାହା କେବେ କେବେ ରାଜୁ ନେଉଥିଲେ, ଏବଂ ରୋଷେଇ ଘରକୁ ଚାଲିଗଲି। ମୁଁ ହଳଦୀ ବାଦାମ କ୍ଷୀର ତିଆରି କଲି ଏବଂ ସେଥିରେ ଗୋଟିଏ ବଟିକା ପକାଇଦେଲି, ଯାହାଫଳରେ ରୋହନଙ୍କୁ ଟିକେ ଶକ୍ତି ମିଳିପାରିବ। ଏମିତି କରୁ କରୁ ରାତି 11:00 ବାଜିସାରିଥିଲା। ତାପରେ ମୁଁ ଜଲ୍ଦି କ୍ଷୀର ଗ୍ଲାସ୍ ନେଲି ଏବଂ ରୋହନଙ୍କ ରୁମ୍କୁ ଚାଲିଗଲି। ରୋହନ ବହୁତ ଧ୍ୟାନର ସହ ମୋର ଅପେକ୍ଷା କରୁଥିଲେ। ଯେତେବେଳେ ମୁଁ ଭିତରକୁ ଆସିଲି, ସେ ଛିଡ଼ା ହୋଇଗଲେ ଏବଂ ମୋତେ ଦେଖିବାକୁ ଲାଗିଲେ। ଯେତେବେଳେ ସେ କିଛି କହିଲେ ନାହିଁ, ମୁଁ ହିଁ ପଚାରିଲି, ଏମିତି କ'ଣ ଚାହୁଁଛ? କୁହ, ମୁଁ କେମିତି ଲାଗୁଛି? ରୋହନ ସଂକୋଚରେ କହିଲେ, ଭାଉଜ, ମନ ତ ଏମିତି ହେଉଛି ଯେ ଆପଣଙ୍କୁ ଏବେ ହିଁ ଖାଇଯିବି। ମୁଁ ହସି ହସି ତାଙ୍କୁ କ୍ଷୀର ଗ୍ଲାସ୍ ବଢ଼ାଇଦେଲି ଏବଂ କହିଲି, ମୋତେ ଖାଇବା ଦରକାର ନାହିଁ, ବସ୍ ତୁମେ ଏହାକୁ ପିଇନିଅ। ରୋହନ ଜଲ୍ଦି ଗ୍ଲାସ୍ ଧରିଲେ ଏବଂ ଗୋଟିଏ ନିଶ୍ୱାସରେ କ୍ଷୀର ପିଇଗଲେ। କ୍ଷୀର ପିଉ ପିଉ ମୁଁ କହିଲି, ଚାଲ ଏବେ ଜଲ୍ଦି ପୂଜା ଆରମ୍ଭ କରିବା। ରୋହନ ଉତ୍ତର ଦେଲେ, ଭାଉଜ, ପୂଜା ତ ଆରମ୍ଭ କରିଦେବି, କିନ୍ତୁ ଆପଣ ଦୀପରେ ତେଲ ଢାଳିବେ ନା ସିଧା ହିଁ ପୂଜା କରାଇବେ? ମୁଁ ହସି ହସି କହିଲି, ତୁମେ ମୋ ଚିନ୍ତା କର ନାହିଁ, ମୁଁ ପୂର୍ବରୁ ହିଁ ତେଲ ଢାଳି ଆସିଛି। ଏହାପରେ ଯାହା ହେଲା, ସେସବୁ କହିବାକୁ ମୋତେ ମଧ୍ୟ ଲାଜ ଲାଗୁଛି। ମୁଁ ରୋହନଙ୍କୁ ଏପର୍ଯ୍ୟନ୍ତ ଛୁଆ ଭାବୁଥିଲି, କିନ୍ତୁ ସେ ପୂଜାରେ ମୋ ସ୍ୱାମୀଙ୍କୁ ମଧ୍ୟ ପଛରେ ପକାଇଦେଲେ। ରୋହନ ସବୁଠାରୁ ପ୍ରଥମେ ଗୋଲାପ ଜାମୁନର ସ୍ୱାଦ ଖାଇଲେ। ମୋ ସ୍ୱାମୀ ଆଜି ପର୍ଯ୍ୟନ୍ତ ଗୋଲାପ ଜାମୁନ ଖାଇନଥିଲେ, ସେ ତ ସିଧା ହିଁ ପୂଜା ଆରମ୍ଭ କରିଦେଉଥିଲେ। ଯେତେବେଳେ ମୁଁ ରୋହନଙ୍କୁ କହିଲି, ଏବେ ବସ୍ କର, ଆଉ କେତେ ଖାଇବ? ତ ସେ ଉତ୍ତର ଦେଲେ, ନାହିଁ ଭାଉଜ, ଆପଣଙ୍କୁ ଜଣାନାହିଁ ଏହା କେତେ ମିଠା। ଏହା ପାଇଁ ହିଁ ଆମେ ପାଗଳ ରହୁ। ଏହା ରୋହନଙ୍କ ପ୍ରଥମ ପୂଜା ଥିଲା, ସେଥିପାଇଁ ସେ ଅଧଘଣ୍ଟାରୁ ବେଶୀ କରିପାରିଲେ ନାହିଁ। ତ ମୁଁ ବେଶୀ ଥକିଗଲି ନାହିଁ, କିନ୍ତୁ ରୋହନ ଝାଳନାଳ ହୋଇଯାଇଥିଲେ। ମୋତେ ମଧ୍ୟ 2 ମାସ ପରେ ପୂଜା କାମ ମିଳୁଥିଲା, ତ ମୁଁ ମଧ୍ୟ ବହୁତ ଖୁସି ଥିଲି। ଏହାପରେ ରୋହନ ଥକିଯାଇଥିଲେ ଏବଂ ଆରାମ କରିବାକୁ ଲାଗିଲେ। ମୁଁ ମଧ୍ୟ ସେଠାରେ ଥିଲି। ଯେତେବେଳେ ମୁଁ ତାଙ୍କୁ ପଚାରିଲି, ଫର୍ଷ୍ଟ ଟାଇମ୍ ପୂଜା କରି କେମିତି ଲାଗିଲା, ତ ରୋହନ ଉତ୍ତର ଦେଲେ, ଭାଉଜ ସତ କହିଲେ, ଏମିତି ଲାଗିଲା ଯେପରି ଜୀବନର ସବୁ ସୁଖ ଏକାଠି ମିଳିଗଲା, କିମ୍ବା କହିବି, ଆପଣ ଦୁନିଆର ସବୁଠାରୁ ଭଲ ଭାଉଜ। ତାପରେ ଆମେ କଥା ହେଉ ହେଉ ଶୋଇପଡ଼ିଲୁ। ସକାଳେ ଯେତେବେଳେ ମୁଁ ଉଠିଲି, କୁଲ୍ ଫ୍ରେଶ୍ ଅନୁଭବ କରୁଥିଲି। ମୁଁ ଉଠି ଚା' ଜଳଖିଆ ବନାଇନେଲି ଏବଂ ରାଜୁଙ୍କୁ ଦେଇ ଆସିଲି। ଏହାପରେ ମୁଁ ରୋହନଙ୍କୁ ମଧ୍ୟ ଚା' ଦେବା ପାଇଁ ତାଙ୍କକୁ ଗଲି। ସେ ମଧ୍ୟ ଉଠିସାରିଥିଲେ। ଚା' ନେଇ ସେ ମୋତେ ପଚାରିଲେ, ଭାଉଜ, ମୋତେ ଭୟ ଲାଗୁଛି। କେବେ ଆମେ କିଛି ଭୁଲ ପୂଜା ତ କରିଦେଲେ ନାହିଁ? ମୋତେ ଲାଗିଲା ଯେ ହୁଏତ ରୋହନଙ୍କୁ ଅନୁତାପ ହେଉଛି। ମୁଁ ତାଙ୍କୁ ବୁଝାଇ କହିଲି, ରୋହନ, ତୁମେ ଏମିତି ଆଦୌ ଭାବ ନାହିଁ। ସତ କହିଲେ ଏହା ମୋର ବାଧ୍ୟବାଧକତା ଥିଲା, କାରଣ ତୁମ ଭାଇ 7 ବିନା 8 ମାସ ପର୍ଯ୍ୟନ୍ତ ଭଲ ହୋଇପାରିବେ ନାହିଁ, ଆଉ ମୋ ଦ୍ୱାରା ଏତେ ଅପେକ୍ଷା ହୁଏତ ହୋଇପାରିନଥାନ୍ତା। କିନ୍ତୁ ତୁମେ ମୋର ବହୁତ ସାହାଯ୍ୟ କରିଛ ପୂଜା କରିବାରେ। ପ୍ଲିଜ୍ ତୁମେ ଏତେ ଟେନସନ୍ ନିଅ ନାହିଁ। ଆଉ ହଁ, ଏହା ବିଷୟରେ କାହାକୁ ହେଲେ କହିବ ନାହିଁ। ରୋହନ ମୁଣ୍ଡ ହଲାଇଲେ ଏବଂ କହିଲେ, ଭାଉଜ, ଯଦି ଏହା ମୋର ବାଧ୍ୟବାଧକତା ହୋଇଗଲା, ତ ମୁଁ କେଉଁଠିକି ଯିବି? ନିଜ ଭାଉଜଙ୍କ ପାଖକୁ ହିଁ ନା। ମୁଁ କେବେ ତୁମକୁ ମନା କଲି? ଏତିକି କହି ମୁଁ ହସିବାକୁ ଲାଗିଲି ଏବଂ ରୋହନ ପୁଣି ଥରେ ମୋର ପ୍ରଶଂସା କରିବାକୁ ଲାଗିଲେ, ଭାଉଜ, ଆପଣଙ୍କର ଯେତେ ପ୍ରଶଂସା କଲେ ବି କମ୍ ହେବ। ଜାଣିନାହିଁ ମୁଁ ପୂର୍ବ ଜନ୍ମରେ କେଉଁ ପୁଣ୍ୟ କରିଥିଲି ଯେ ମୋତେ ଆପଣଙ୍କ ପରି ଭାଉଜ ମିଳିଲେ। ଏହାପରେ ମୁଁ ଏବଂ ରୋହନଙ୍କ ମଧ୍ୟରେ ପକ୍କା ବନ୍ଧୁତା ହୋଇଗଲା। ଏବେ ଯେତେବେଳେ ବି ମୋ ମନ ହେଉଥିଲା, ମୁଁ ରୋହନଙ୍କ ଦ୍ୱାରା ପୂଜା କରାଇ ନେଉଥିଲି। ଏହି ସମୟ ମଧ୍ୟରେ ରୋହନଙ୍କ ବାପା ମଧ୍ୟ ଫୋନ୍ କରିଥିଲେ ଯେ ସେ ଘରକୁ ଆସିଯାଆନ୍ତୁ, କିନ୍ତୁ ରୋହନ ମନା କରିଦେଲେ। ଏବେ ମୋ ସ୍ୱାମୀ ରାଜୁ ମଧ୍ୟ ଚାଲିବା ବୁଲିବା କଲେଣି, ତ ଆମେମାନେ ବଜାରକୁ ମଧ୍ୟ ବୁଲିବାକୁ ଲାଗିଲୁ। ରୋହନ ଏବେ ମୋର ଆହୁରି ଯତ୍ନ ନେବାକୁ ଲାଗିଲେ। ସନ୍ଧ୍ୟାବେଳେ ଯେତେବେଳେ ବି ମୁଁ ଶୁଆଇ ଦେଇ ରୋହନଙ୍କ ପାଖକୁ ଯାଉଥିଲି, ସେ ମୋ ଗୋଡ଼ ଚିପୁଥିଲେ, କଣ୍ଟାର ମାଲିସ କରୁଥିଲେ ଏବଂ ମୁଣ୍ଡ ମଧ୍ୟ ଚିପୁଥିଲେ। ମୁଁ ରୋହନଙ୍କୁ କହୁଥିଲି ଯେ ମୋ ପାଇଁ ଏତେ କାମ କରିବା ଦରକାର ନାହିଁ, କିନ୍ତୁ ସେ ମାନୁନଥିଲେ ଏବଂ କହୁଥିଲେ, ଚୁପ୍ ରୁହନ୍ତୁ ଭାଉଜ, ଆପଣ ସାରା ଦିନ କାମ କରୁଥାନ୍ତି, ସେଥିପାଇଁ ଥକିଯାଆନ୍ତି। ତ ଏତିକି ତ ମୋତେ ମଧ୍ୟ କରିବାକୁ ଦିଅନ୍ତୁ। ବନ୍ଧୁଗଣ, ହୁଏତ ଆପଣମାନଙ୍କୁ ମୁଁ ଆଦୌ ପସନ୍ଦ ଆସିବି ନାହିଁ, କାରଣ ମୁଁ ଏହି ସମ୍ପର୍କକୁ ଖରାପ କରିଛି। କିନ୍ତୁ ସତ କହିଲେ ମୁଁ ମଧ୍ୟ ଏମିତି କରିବାକୁ ଚାହୁଁନଥିଲି, କିନ୍ତୁ ଭାବନାରେ ସବୁକିଛି ହୋଇଗଲା।
ସେଥିପାଇଁ ପ୍ଲିଜ୍ ଆପଣମାନେ ବୁଝିବାକୁ ଚେଷ୍ଟା କରିବେ ଏବଂ ମୋ କାହାଣୀ ଶୁଣି ଭାବନାରେ ଭାସିଯିବେ ନାହିଁ, କାରଣ ସତରେ ଏହା ଖରାପ କଥା। ତ ମୋ ଖାତିରରେ କମେଣ୍ଟରେ ଗୋଟିଏ ପ୍ରତିଶ୍ରୁତି ନିଶ୍ଚୟ କରିଯାଆନ୍ତୁ ଯେ ଆପଣମାନେ ନିଜ ଜୀବନରେ ଏମିତି କେବେ ବି କରିବେ ନାହିଁ। ଷ୍ଟୋରିର ଶିକ୍ଷା। ଏହି କାହାଣୀ ଆମକୁ କେତେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ ଯାହା ଆମ ଜୀବନରେ କାମରେ ଆସିପାରେ। ଆସନ୍ତୁ ଆମେ ଏହି ଶିକ୍ଷାଗୁଡ଼ିକୁ ବିସ୍ତାରରେ ବୁଝିବା। କାହାଣୀରେ ନେହା ନିଜ ସ୍ୱାମୀ ରାଜୁଙ୍କ ଯତ୍ନ ନିଅନ୍ତି ଯେତେବେଳେ ସେ ଦୁର୍ଘଟଣାରେ ଆଘାତପ୍ରାପ୍ତ ହୁଅନ୍ତି। ଏହା ଦର୍ଶାଏ ଯେ ଦାୟିତ୍ୱର ଅର୍ଥ କେବଳ ବ୍ୟକ୍ତିଗତ ଲାଭ ପାଇଁ ଜିଇଁବା ନୁହେଁ, ବରଂ ନିଜ ପ୍ରିୟଜନଙ୍କ ଯତ୍ନ ନେବା ମଧ୍ୟ ସାମିଲ ଅଛି। ଜୀବନରେ ଯେତେବେଳେ ଆମେ କୌଣସି ସମ୍ପର୍କରେ ଥାଉ ତ ଆମକୁ ନିଜ ସାଥୀଙ୍କ ପ୍ରତି ସମର୍ପିତ ରହିବା ଉଚିତ, ତେବେ ସେଗୁଡ଼ିକ ଅଧିକ ମଜବୁତ ଏବଂ ସ୍ଥାୟୀ ହୁଅନ୍ତି। ଆମକୁ ନିଜ ସମ୍ପର୍କରେ ନିଷ୍ଠାପରତା ରଖିବା ଉଚିତ ଏବଂ ଏକା ପରସ୍ପର ଉପରେ ବିଶ୍ୱାସ କରିବା ଉଚିତ। ତ ବନ୍ଧୁଗଣ, ଆପଣଙ୍କୁ ଏହି କାହାଣୀ କେମିତି ଲାଗିଲା କମେଣ୍ଟରେ ଆମକୁ ନିଶ୍ଚୟ ଜଣାନ୍ତୁ। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ତ ଚ୍ୟାନେଲକୁ ସବ୍ସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏମିତି ମଜାଦାର କାହାଣୀ ଶୁଣିବା ପାଇଁ ସେ ପର୍ଯ୍ୟନ୍ତ ଆମକୁ ଆଜ୍ଞା ଦିଅନ୍ତୁ।